সারা আনন্দ উল্লাস ভাতি উঠুছি তার বিনিময়ে তোমার মুখমণ্ডলে নিশ্চিত দেখা যাচ্ছে কাহিনী বলি পাট অবস্ত্র অলঙ্কার আদি অঙ্গ নিষ্কাশন করি মনির পরিধানের ভূমিতে শয়ন করিছ প্রকাশ কর প্রিয়ে ମୁଁ ତୁମର ଅଭିବାଂଛା ଅକ୍ଷୁଣ୍ଣ ଭାବରେ ପୂରଣ କରିବି ପ୍ରିଏ ମୋ ପାଖରେ ରୁହନା ସ୍ୱାମୀ ମୁଁ ଯେ କଳଙ୍କିରେ ପୁରା ଭ୍ରଷ୍ଟା ଏପରି କାନ୍ଦି ଉଠିଲ କାହିଁକି ଜାଣି ତୁମେ କଣ ଜାଣ ନା ଏହି ଦଶରଥର ହୃଦୟ ପବନ ସଙ୍ଗେ ସମାନ ତା ସମ୍ମୁଖରେ କପଟତା ନରଖି ଷଷ୍ଠ ପ୍ରମାଣ ଦିଅ ଯଦି କୌଣସି ବ୍ୟକ୍ତି କ୍ଲେଶ ପ୍ରଦାନ କରିଛି ତାହେଲେ ମୁହୂର୍ତ୍ତକ ମଧ୍ୟରେ ମୁଁ ତାର ଶିର କର୍ତ୍ତନ କରିବି ଏଇଟା ଧ୍ରୁବବାକ୍ୟ ତମେ କଣ ଜାଣ ନା ଆସନ୍ତାକାଲି ପର ରାମର ରାଜ୍ୟାଭିଷେକ ମୋ ଦୁର୍ଭାଗିନୀ ସ୍ୱାମୀ ମୋରି ଅଭିବାଂଛା କେବେ ବି ପୂରଣ ହେବ ନାହିଁ ନିଶ୍ଚୟ ପୂରଣ କରିବି କହି ନନ୍ଦନ କାନନ ପାଳିଆ ତ କିମ୍ବା ସ୍ୱର୍ଗର ଚନ୍ଦ୍ରମାକୁ ଯଦି ପ୍ରୟାସ ଥାଏ ତାହେଲେ ଏହି ଦଶରଥର ପାଇଁ ପଶ୍ଚାତ୍ପଦ ତୁମେ ତ ଜାଣ ନାହିଁ ଏହି ସୂର୍ଯ୍ୟ ବଂଶରେ କେହି ହେଲେ ସତ୍ୟର ପ୍ରତିକୂଳ ହୁଏ ନାହିଁ ତୁମେ ନିଷ୍କପଟରେ ପ୍ରକାଶ କର ଓ ନିଶ୍ଚୟ ତମର ଅଭିବାଂଛା ପୂରଣ କରିବି ଯଦ୍ୟପି ମୋ ପ୍ରତି ଆପଣଙ୍କର ସ୍ନେହ ଶ୍ରଦ୍ଧା ଅଛି ତାହେଲେ ସତ୍ୟ ପ୍ରକାଶ କଲେ ମୁଁ କହିବି ସ୍ୱାମୀ ତୁମ ତିନି ରାଣୀଙ୍କ ପ୍ରତି ମୋ ସାନ ଭାବ ଭେଦର ପ୍ରଶ୍ନ ନାହିଁ ଅଭିବାଦନ ପ୍ରକାଶ କର ମୁଁ ନିଶ୍ଚୟ ତୁମର ଅଭିବାଂଛା କହିବି ପରା ସତ୍ୟ ନ କଲେ ମୁଁ ପ୍ରକାଶ କରିବି ନାହିଁ ଆହ୍ଲାଦ ଅବସରରେ ଏବେ ଦୁର୍ବିପାକ ଘଟିବାକୁ ଯାଉଛି ଆଚ୍ଛା ମୁଁ ସତ୍ୟ କରିଲାଣି ନିଶ୍ଚୟ ତୁମର ଅଭିବାଂଛା ପୂରଣ କରିବି ଯଦି ଅବିଶ୍ୱାସ ହୁଏ ତାହେଲେ ରାମଚନ୍ଦ୍ର ଯାଉଛି ମୁଁ ରାଣ ନିଃସନ୍ଦେହରେ ପ୍ରକାଶ କର ପ୍ରଦାନ କରିବି ମହାରାଜ ଆପଣ ମତେ ପୂର୍ବରେ 2ଟି ବର ଦେବା ପାଇଁ ସ୍ୱୀକୃତି କରିଥିଲେ ବର କଣ ଭୁଲି ଯାଇଛନ୍ତି କି ସ୍ୱାମୀ ସ୍ମରଣ କରେଇ ଦେବି ନା ଭୁଲି ନାହିଁ ସ୍ମରଣ ଅଛି ସେହି ସମରାସୁର ଦୁଃଖକାଳର କଥା ଛାର କଥାରେ ଏଟା ବିମର୍ଶ ଆହ୍ଲାଦରେ ପ୍ରକାଶ କର ମୁଁ ଅକୁଣ୍ଠିତ ଚିତ୍ତରେ ତମକୁ ପ୍ରଦାନ କରିବି ଯାଚି ଥିଲା 2 ବରାଗ ରଖଳି ମୋହରା ପ୍ରଥମ ବରାଟି ପ୍ରକାଶ କରୁଛୁ ଭରତ ପୁରାଜ ଶରୀରକୁ ବିଷାଦନ୍ତ କରି ଆଘାତ କରୁଛି ଏବଂ ସେହି ବିଷର ଜଳରେ ମୋର ସର୍ବାଙ୍ଗ ପ୍ରକମ୍ପନ ବନବାସ ପରିବର୍ତ୍ତେ ମୋ ମସ୍ତକ ପାତି ଦେଉଛି କହି କର୍ତ୍ତନ କର ତଥାପି ତମେ ରାମକୁ ବନବାସ ପଠାଅ ନା ଏତିକି ମୋ
তোমার চরণ আদারে মোর প্রার্থনা। মহারাজ মহারাজ যদ্যপি ଆପଣଙ୍କ ମନରେ ସେଇଆ ଥିଲା ତାହେଲେ ଭରତକୁ ବିଷ ଦେଇ ମାରି ଦେଇଥାନ୍ତେ। ସିଂହାସନରେ ରାମର ଯେତିକି ଅଧିକାର ଅଛି କଣ ମୋ ପୁତ୍ର ଭରତର ସେଇ ଅଧିକାର ନାହିଁ? ସାଜିନେ କୈକେୟୀ ଶତ୍ରୁବାକ୍ୟ ଉଚ୍ଚାରଣ କରିବାକୁ ତ ବିବେକ ଟିକେ ବାଧା ଦେଲା ନାହିଁ। ପୁଣି କହିପାରୁଛୁ କଣ ନା ଭରତକୁ ବିଷ ଦେଇ ମାରି ଦେଇଥାନ୍ତି। କଣ ଶୁଣାଇଲୁ? କଣ ତୁ ଶୁଣାଇଲୁ? କଦିନ ଅପେକ୍ଷା କର କୈକେୟୀ, কদিন অপেক্ষা করো। ভরতକୁ ତ ମାତୃ ଉପାସକରୁ ଆଣି ନୂତନ ଲଗ୍ନ ଠିକ କରି ଭରତ ଓ ରାମଚନ୍ଦ୍ରଙ୍କୁ ସିଂହାସନରେ ଅଭିଷିକ୍ତ କରିବି। ତୁ ରାମ ପରେ ଦୟା କର କୈକେୟୀ, ରାମ ପରେ ଦୟା କର। ତାକୁ ବନବାସ ପଠାଅ ନା। ରାମ ତ ତୋର ବିଶ୍ୱସିଂହ, ରାମ ପରେ ବୈରୀ ଭବାଙ୍କୁ କାହିଁକି? ରାମକୁ ଦୟା କର କୈକେୟୀ, ରାମକୁ ବନବାସ ପଠାଅ ନା। ଏତିକି ମୁଁ ତୋର ଚରଣ କଲେ ସମାଧାନ ଖୋଲା କରୁଛି। ମହାରାଜ ଏ ସୂର୍ଯ୍ୟ ବଂଶରେ ଜଣେ ହେଲେ ବି ମିଥ୍ୟାବାଦୀ ହୋଇ ନାହିଁ। ଯଦ୍ୟପି ମୋରି ଅଭିବାଂଛା ଅପୂରଣ ରହେ ତାହେଲେ ରାତିର ପହରୁ ଭରତକୁ ଘେନି ନଦୀ ଗର୍ଭେ ପ୍ରାଣ ବିସର୍ଜନ କରି ଅବକାଶ ହେବ ଧରାଧାମେ। ସମସ୍ତେ କହିବେ ଅଯୋଧ୍ୟା ନରେଶ ସତ୍ୟ ଭଗ୍ନ ହେବାରୁ କୈକେୟୀ ଭରତ ଜୀବନ ହାରିଲେ। ପ୍ରଶ୍ନରେ ମୋ ସମର୍ଥ କୈକେୟୀ, ତୋର ଏ ନିଷ୍ଠୁର ପ୍ରଶ୍ନରେ ମୋ ସମର୍ଥ। କଳ୍ପବୃକ୍ଷ ତ୍ୟାଗ କରି ଯୋଡ଼ା ବୃକ୍ଷ ସେବିବାକୁ ଅଛି ତ ମମତା। ସତ୍ୟ ସନ୍ଧ୍ୟା ପକ୍ଷରେ ଶରୀର ଧନ ବୈଦୁର୍ଯ୍ୟ ଏସବୁ ତୃଣତମ। ଏହାକୁ ବୃଥା କଳ୍ପନା ନ କରି ଆପଣ ଅଧୈର୍ଯ୍ୟ ହେଉଛନ୍ତି। ସତ୍ୟକୁ ରକ୍ଷା କରି ରାମଚନ୍ଦ୍ର ଦେଲେ ବନବାସ, ସ୍ୱର୍ଣ୍ଣାକ୍ଷରେ ତମ ନାମ ହେବ ଲିପିବଦ୍ଧ। ତୋ କଥାରେ ମୁଁ ନିରୁପାୟ କୈକେୟୀ, ସିଂହ ବସିବାର୍ଥେ ଗରୁ ମସ୍ତକରେ ଗରୁ କୁଠାର ଆଘାତ। ସୁଭଦ୍ର ରାମ ଶିରେ କରୁ ପୁଲିସ ପ୍ରହାର। তোর তেজি বড় তুইটি মোর মস্তিষ্কକୁ উদ্ভ্রান্ত କରି ଦେଉଛି କୈକେୟୀ। ତୁ ରାମକୁ ବନବାସ ପଠାଅ ନା। ରାମ ପରେ ଦୟା କର କୈକେୟୀ, ରାମକୁ ଦୟା କର। কিন্তু পশ্চাতরে অনুতাপ যে তো আখির লুহ সরিব না। রথবাণী ন শুনন্তে রানী মূর্ছিত হই পড়িলে। দুর্বিপাক সঙ্গে হেলা উল্কাপাত অযোধ্যা সুখ সংসারে।
दंडवत रानीवत दंडवत दीर्घायु हो सुमंत्र। महाराज वशिष्ठ ऋषि कहते सिंहासन को विराजमान करंतु हसंत काली रामचंद्र राज्याभिषेक से विषय रे किछि आलोचना करियो भाई रानीवत सुमंत्र महाराजा उत्तर देउनांती काहे की सुमंत्र रानीवत रामर अभिषेक चिंतारे रानीवत महाराज सारा राति उजागरे रही मौन व्रत धारण करिसंती तेणु से निरुत्तर जाओ रामको पिताको सम्मुखरे आसीबा पई जणे दियो सुमंत्र। रानीवत महाराजଙ୍କ मुखटी बोलिला परि जणा पड़छि काहे की तेनु मो हृदय सन्देह जात होछि महाराजଙ୍କ मुखरो पदे कथा सुनियो पई सुमंत्र रानीवत तुमे हेउछ सुज्ञानी रानीवत तथापि जानो ना दासर कर्तव्य कोन रानीवत प्रभुंकर आदेश पालन करिबा। रानीवत जाओ रामको पिताको सम्मुखरे आसीबा पई जणे दियो। रानीवत मां दंडवत पिता आज मो पर आशीर्वाद न देई नीरव रहिले काहे के पिता जे रामचंद्र को क्षण न देखिले तुमर चक्षु अंध हो जाए आज से रामचंद्र परे विवत्स काहे की पिता विवत्स काहे की जदि मु आपणकर वाक्य को भूल करिछि ताहा मार्जन करी आपणक कळ को आउजे नियंतु आउजे नियंतु राम पिता धैर्य धरि रहन्तु पिता। असंता काली राजाभिषेक पई आनंद न होई अश्रु वर्षण करिसंती काहेकी मझियाबा पिता परि कांदी उठिले काहेकी मा सुनिबु से विवरणी तेबे मन देई सुन राम पूर्वरे महाराज मते दुईटा वर देवा पई स्वीकृति करिथिले वर्तमान महाराज को सत्य कराई से दुईटा वर पई मु प्रार्थना करी प्रथम वर भरत अयोध्या रे राजा हेबो आउ द्वितीय वर राम तापस वेशरे 14 वर्ष वनवास करिबो। या सुनी महाराज शोकातुरे नीरव रहिसंती ए सामान्य कथा नेई कर चिंता मनरे
কর্মর লিখন কে করিব আন পরশরে দিয় আজ্ঞা হে কর্মর লিখন কে করিব আন পরশরে দিয় আজ্ঞা হে তম পাদে মাগো করুছি বিনতি পিতা সেবা করুথিব তম পাদে মাগো করুছি বিনতি পিতা সেবা করুথিব কহিব ভ্রতকু অযোধ্যাবাসীকু পুত্র সমানে পাইব মাতা তুমোর আউ জানকী তব পরে দেলি সমর্পিব মাতা তুমোর আউ জানকী পিতাজ্ঞা পালন করে 14 ବର୍ଷ ବନବାସ ଯିବି ଧନ୍ୟବାଦ ରାମଚନ୍ଦ୍ର ମା ମୁଁ ତୋର ଜ୍ଞାନକୁ ସୁଖ୍ୟାତି ଜଣାଉଛି ତୁ ଅତି ଶୀଘ୍ର ବନବାସକୁ ଯାଅ ପିତା ସବୁକୁ ପରିହାର ତମ ଆଜ୍ଞା ପାଳି 14 ବର୍ଷ ବନବାସ ଯିବି ମା ପିତାଙ୍କୁ ଧରନ୍ତୁ ପ୍ରସାଦକୁ ନେବା ଆସନ୍ତାକାଲି ପିତା ବାକ୍ୟ ପାଳନ କରି ଚତୁର୍ବର୍ଗରେ ପ୍ରାପ୍ତି ହେବି ଆସ ମା রাতি পাহিছিলে রাজা হইথাতে রাতি পাহিছিলে রাজা হইথাতে পিন্ধির রাজা মুকুট পিন্ধির রাজা মুকুট রাম দিলে বাবা 14 বরষ রাম দিলে একদম ধরার মুঠ হরে রাম